ସେତେବେଳେ ଆଉ ନାଇଁ କରିପାରିଲିନି, ବ୍ୟସ୍ତତା ମଧ୍ୟରେ ଥିଲି। ତଥାପି ଆଉ ଯେତେବେଳେ ସୁଯୋଗ ଆସିଛି ମୁଁ ସେଥିରୁ ଜଣେ ପୁଣି ଆଜିର ଏଇ ଆଉ ପ୍ରାର୍ଥନାରେ ଯୋଉମାନେ ଜଡିତ ଅଛନ୍ତି এই କାର୍ଯ୍ୟକ୍ରମରେ ପ୍ରତ୍ୟେକକୁ ମଧ୍ୟ ମୁଁ ହାର୍ଦ୍ଦିକ ଅଭିନନ୍ଦନ ପୁଣି ମୋର ପ୍ରେମପୂର୍ଣ୍ଣ ନମସ୍କାର ଜଣାଏ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ ନିଶ୍ଚିତ ଭାବରେ। ମାନ ତ ବୁଝିପାରୁଛନ୍ତି, ମୁଁ ପରେ କହିବି। ଆଉ ଆମର ଜଣେ ଭଉଣୀ ଯେ ଭାଣିଜୀ ହେବ, ସେ କଣ କଲେ ନା ତାଙ୍କ ପୁଅ ଆମର ବିବିଏସ୍ ଚାଲିବା ସମୟରେ ତାଙ୍କୁ ବସନ୍ତ ହେଇଥିଲା, ଅତି ଭୟଙ୍କର ବସନ୍ତ ହେଇଥିଲା। ସେ ସେଇ ସମୟରେ ଗୋଟେ ମାନତ କରିଥିଲେ ଆଉ ଯେ ମୋ ପୁଅ ଯଦି ଅତି ଶୀଘ୍ର ଭଲ ହେଇଯିବ ଆଉ ତାହେଲେ ମୁଁ ମୋ ପରିବାରରେ ଗୋଟେ ପ୍ରଭୁଙ୍କର ଉପାସନା ରଖିବି ଆଉ ସଣ୍ଡେ ସ୍କୁଲ ଆଉ ପ୍ରତ୍ୟେକ ପିଲାମାନେ ଆସିବେ ମୋ ଘରେ ଉପାସନା କରିବେ। ଆଉ ସେ ମାନତ ପୂର୍ଣ୍ଣ କରି ପରିବାର ମଧ୍ୟରେ ଉପାସନା ମଧ୍ୟ କରିଥିଲେ। ଆଉ ସେଇଦିନ ଏଇ ମାନତ ବିଷୟଟି ମନରେ ଆସିଥିଲା ଆଉ ସେଇ ସ୍ଥାନରେ ମୁଁ ସେଇ ମାନତ ବିଷୟରେ କହିଥିଲି। ଆଜି ମଧ୍ୟ କାହିଁକି ମୋ ମନରେ ସେ ବିଷୟଟି ଆସିଲା, ଆମେ ତ ପ୍ରାର୍ଥନା କରୁଛୁ, ଧନ୍ୟବାଦ ପ୍ରଶଂସା ଗୌରବ କରୁଛୁ, ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ। ତଥାପି ଏ ମାନତ କାହିଁକି, ଯେମାନେ ଗୀତ ସଙ୍ଗୀତ ତାର 50 ଗୀତ ତାର 14-15 ପଦ ଦେଖିବା, ସେଇ ସ୍ଥାନରେ ଅତି ସୁନ୍ଦର ବିଷୟ ଲେଖାଯାଏ। ମାନତ ବିଷୟ ବାଇବେଲରେ ଅନେକ ସ୍ଥାନରେ ଲେଖାଯାଇଛି। ମୁଁ ସେଥିମଧ୍ୟରୁ କିଛି ଅଂଶ ଆପଣମାନଙ୍କୁ ଆଜି କହିବା ପାଇଁ ଚାହେଁ। ଆଉ ସେଇଟା ହେଲା ଗୀତ ସଙ୍ଗୀତ 50 ତାର 14 ପଦରେ ଲେଖାଯାଏ, ତୁମେ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଧନ୍ୟବାଦର ବଳି ଉତ୍ସର୍ଗ କର ଓ ସର୍ବପରିଷ୍ଠଙ୍କ ଉଦ୍ଦେଶ୍ୟରେ ଆପଣ ମାନତ ପୂର୍ଣ୍ଣ କର। ପୁଣି ସଙ୍କଟ ଦିନରେ ଆମ୍ଭକୁ ଡାକ, ଆମେ ତୁମକୁ ଉଦ୍ଧାର କରିବା ଆଉ ତୁମେ ଆମର ମହିମା ପ୍ରକାଶ କରିବ। ପ୍ରିୟମାନେ, ମାନତ କରିବାର ଅର୍ଥ, ଏଇ ମାନତର ଅର୍ଥ ହେଉଛି ଯେ ବାଇବେଲରେ ଦେଖନ୍ତୁ, ଆମେ ଦେଖିବା କୌଣସି ସର୍ତ୍ତ ସାପେକ୍ଷ ଈଶ୍ୱରଙ୍କୁ ଏକ ପ୍ରତିଜ୍ଞା ଦେବା, ଗୋଟେ ସର୍ତ୍ତ ରଖି ଗୋଟେ କଣ୍ଡିସନ ରଖିକିରି ପ୍ରଭୁଙ୍କ ନିକଟରେ ଯୋଉ ପ୍ରତିଜ୍ଞା କରାଯାଏ ତାହାକୁ ମାନତ କୁହାଯାଏ। ଯେତେବେଳେ ଆମ ଜୀବନରେ ସଙ୍କଟ ଆସିଥାଏ, ଅଭାବ ଆସିଥାଏ, ଦୁଃଖ ଆସିଥାଏ, କଷ୍ଟ ଆସିଥାଏ, ବହୁତ ଦିନ ଲାଗି ରୁହେ, ସେତେବେଳେ ଆଉ ପ୍ରଭୁଙ୍କ ନିକଟରେ ଗୋଟେ ଗୋଟେ ମାନତ କରିଥାଉ। ପ୍ରଭୁ ଯଦି ତୁମେ ମତେ ଭଲ କରିଦେବ, ଲେଖାଯାଏ, ଲୋକମାନେ କୁହନ୍ତି ଯେ ଈଶ୍ୱର ମତେ ସାହାଯ୍ୟ କଲେ ମୁଁ ଈଶ୍ୱରକୁ ଏକ ମାନତ ଦାନ ଦେବି। ସେମାନେ ମଣ୍ଡଳୀ ଗୁଡିକରେ ଧନ୍ୟବାଦ ରୂପକ ଦାନ, ମାନତ ଦାନ ପ୍ରତି ରବିବାର ଆସିଥାଏ। ଅନେକ ଲୋକ ଅନେକ କିଛି ମାନତ କରିଥାନ୍ତି ଆଉ ମାନତ ପୂର୍ଣ୍ଣ ହେବା ପରେ ସେମାନେ ମାନତ ପ୍ରଦାନ କରନ୍ତି। ଆଉ ଯୋଉଟା କି ଏକ କଣ୍ଡିସନ, ସର୍ତ୍ତମୂଳକ ଆଉ ଗୋଟେ ଈଶ୍ୱରଙ୍କୁ ଏକ ପ୍ରତିଜ୍ଞା କରିଥିବା ବିଷୟ, ଯାହାକି ମାନତ, ସେ ମାନତ ପୂର୍ଣ୍ଣ କରିବା। ଏଠି ଆଉ ଏଇ ସ୍ଥାନରେ ମଧ୍ୟ ଲେଖାଯାଏ, ଆଉ ଯୋଉଟା କି ଗୀତ ସଙ୍ଗୀତ 50 ତାର 14ରେ, ତୁମେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ରୂପକ ବଳି ଉତ୍ସର୍ଗ କର। ଏ କଥା ଆମେ ଯାହା ମାଗିଥାଉ ପାଇବା ପରେ ପ୍ରଭୁଙ୍କୁ ଧନ୍ୟବାଦ ବଳି ଉତ୍ସର୍ଗ କରିବା, ତା ସହିତ ସର୍ବପରିଷ୍ଠଙ୍କ ଉଦ୍ଦେଶ୍ୟରେ ଆପଣ ମାନତ ପୂର୍ଣ୍ଣ କର। ଅନେକ ଲୋକ ସଙ୍କଟ ଦିନରେ ପ୍ରଭୁଙ୍କୁ ଡାକିଥାନ୍ତି ଆଉ ଉଦ୍ଧାର ମଧ୍ୟ ପାଇଥାନ୍ତି, ସେଇ ସମୟରେ କରିଥିବା ମାନତକୁ ଭୁଲି ଯାଆନ୍ତି। କିନ୍ତୁ ମାନତ ଭୁଲିଯିବା ଯେ କେତେ ବଡ ଡେଞ୍ଜର ବିଷୟ, ଆମେ ଆଜିର ଚିନ୍ତାରେ ଆମେ ସେ ବିଷୟ ପରବର୍ତ୍ତୀ ସମୟରେ ଚିନ୍ତା କରିବା। କିନ୍ତୁ ବର୍ତ୍ତମାନ ଆମେ ଦେଖିବା ବାଇବେଲରେ ଯୋଉମାନେ ମାନତ କରିଥିଲେ ସେମାନଙ୍କ ବିଷୟ ଟିକେ ଆମେ ଚିନ୍ତା କରିବା। ଦେଖିବା ପୁରାତନ ନିୟମରେ ଯାକୁବ ଗୋଟେ ମାନତ କରିଥିଲେ। ଯଦି ଆପଣ ମାନେ ପଢିବେ ଆଦି ପୁସ୍ତକ ତାର 28 ପର୍ବ 20ରୁ 22 ପଦ, ଯାକୁବ ପ୍ରଭୁଙ୍କ ନିକଟରେ ଗୋଟେ ମାନତ କରୁଛନ୍ତି। ଯେତେବେଳେ ସେ ପିତାଙ୍କ ଠାରୁ ପ୍ରତାରଣା କରି ଆଶୀର୍ବାଦ ନେଇଯାଇଛି, ଜ୍ୟେଷ୍ଠ ଅଧିକାର, ସେ ପିତାଙ୍କ ଠାରୁ ଆଶୀର୍ବାଦ ନେଇଯାଇ ମାଙ୍କର କଥାରେ ପଡି ଆପଣା ମାମୁଁ ଲାବନଙ୍କ ଗୃହକୁ ସେ ଦୌଡୁଛନ୍ତି। ଆଉ ସେଇ ସମୟରେ ସେ ଗୋଟେ ସ୍ଥାନରେ ଶୋଇଛନ୍ତି, ଯୋଉଟାକି ନାଁ ହେଲା ବୈଥଲ। ଆଉ ସେଇ ସ୍ଥାନରେ ସେ କଣ କରୁଛନ୍ତି ନା ଶୋଇକିରି ଗୋଟେ ସ୍ୱପ୍ନ ଦେଖୁଛନ୍ତି, ସ୍ୱର୍ଗରୁ ଗୋଟେ ସିଢି ଆସିଛି ଆଉ ଦୂତ ମାନେ ସେଥିରେ ଯିବା ଆସିବା କରୁଛନ୍ତି। ଆଉ ସକାଳେ ଯେତେବେଳେ ତା ନିଦ ଭାଙ୍ଗୁଛି, ସେ ଦେଖିଲେ ଏଇ ସ୍ଥାନରେ ପ୍ରଭୁଙ୍କର ଉପସ୍ଥିତି ରହିଛି, ଆଉ ସେଇଠି ଗୋଟେ ମାନତ କରୁଛନ୍ତି, କେହି ଯଦି ପାଇଲେ ପଢିବେ ଆଦି ପୁସ୍ତକ ତାର 28 ପର୍ବ 20ରୁ 22। ଆଉ ଯାକୁବ ମାନତ କରି କହିଲା, ଯେବେ ପରମେଶ୍ୱର ମୋହର ସହାୟ ହେବେ
ଓ ମୋହର ଏହି ଯିବା ପଥରେ ମୋତେ ରକ୍ଷା କରିବେ। ପୁଣି ଆହାର ନିମନ୍ତେ ଅନ୍ନ ଓ ପରିଧାନ ନିମନ୍ତେ ବସ୍ତ୍ର ଦେବେ। ଆଉ ଯେବେ ମୁଁ କୁଶଳରେ ପିତୃଗୃହକୁ ପୁନର୍ବାର ଆସିବି, ତେବେ ସଦାପ୍ରଭୁ ମୋହର ପରମେଶ୍ୱର ହେବେ। ପୁଣି ମୁଁ ଏହି ଯେଉଁ ପ୍ରସ୍ତର ସ୍ତମ୍ଭ ରୂପେ ସ୍ଥାପନ କରିଅଛି, ତାହା ପରମେଶ୍ୱରଙ୍କ ଗୃହ ହେବ। ଆଉ ତୁମ୍ଭେ ମୋତେ ଯାହା ସବୁ ଦବ, ତହିଁର ଦଶମାଂଶ ମୁଁ ତୁମକୁ ଅବଶ୍ୟ ଦେବି। ଆମେନ୍। ସେଇ ସ୍ଥାନରେ ପ୍ରଥମେ ସେ ସ୍ଥାନର ନାଁ ଥିଲା ଲୁସ୍, ଆଉ ପରବର୍ତ୍ତୀ ସମୟରେ ସେ ସ୍ଥାନ ନାଁ ହେଲା ପରମେଶ୍ୱରଙ୍କର ଗୃହ, କାରଣ ସେଇ ସ୍ଥାନରେ ପରମେଶ୍ୱରଙ୍କର ଉପସ୍ଥିତି ଥିଲା। ସେ ଦୁଇଟି ମାନତ କରୁଛନ୍ତି, ଏଇ ସ୍ଥାନରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ଗୋଟେ ଗୃହ ନିର୍ମାଣ କରିବି, ଆଉ ଗୋଟେ ମାନତ କରୁଛନ୍ତି ଯାହା ମୁଁ ସେଇଠୁ ରୋଜଗାର କରି ଆଣିବି ତାର ଦଶମାଂଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେବି। ମୋ ପ୍ରିୟ ମାନେ, ଦଶମାଂଶ ଯେତେବେଳେ ଆସେ ସେତେବେଳେ ମନେ ପଡେ ସେଇ ମଲାକି ତାର 3:10। 8ରୁ ଯଦି ପଢିବା, ଯଦି ଆମେ 8ରୁ ପଢିଲେ ନିଜକୁ ଲଜ୍ଜା ଲାଗିବ। ଆଜି ଅନେକ ମଣ୍ଡଳୀ ଗରିବ ଅବସ୍ଥାରେ ଅଛନ୍ତି, କାହିଁକି ନା ସେମାନେ ସେମାନଙ୍କର ଦଶମାଂଶ ମଣ୍ଡଳୀକୁ ଦିଅନ୍ତି ନାହିଁ। ଅନେକ ମଣ୍ଡଳୀରେ ପାଳକ ମାନେ ଦଶମାଂଶ କହିବା ପାଇଁ ଅବହେଳା କରନ୍ତି। ଅନେକ ଯଦି ତ କୁହନ୍ତି, ସେମାନଙ୍କୁ ଲୋକେ ଖରାପ ଭାବନ୍ତି। କାରଣ ସେଇ ସ୍ଥାନରେ ଗୋଟେ ବିଷୟ ଲେଖାଯାଏ, ପୁରା ଦେଖନ୍ତୁ ଆପଣ ମାନେ 8 ପଦରେ 3:4-8ରେ 7ରେ ଦେଖାଯାଏ, ତୁମମାନେ ପିତୃପୁରୁଷ ଗଣ ସମଠାରୁ ତୁମମାନେ ଆମ୍ଭର ବିଧିକୁ ଲଙ୍ଘନ କରିଅଛ ଓ ସେ ସବୁ ପାଳନ କରିନାଅ। ଆମ ନିକଟକୁ ଫେରିଆସ, ତାହେଲେ ଆମେ ତୁମ ନିକଟକୁ ଫେରିଆସିବା। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ମାତ୍ର ତୁମମାନେ କହୁଛ ଆମେ କି ରୂପେ କରିବା? ମନୁଷ୍ୟ କି ପରମେଶ୍ୱରଙ୍କ ଦ୍ରବ୍ୟ ଚୋରି କରିପାରିବ? ତଥାପି ତୁମମାନେ ଆମମାନଙ୍କ ଦ୍ରବ୍ୟ ଚୋରି କରୁଅଛ। ମାତ୍ର ତୁମମାନେ କହୁଛ ଆମେ କି ପ୍ରକାରେ ତୁମର ଦ୍ରବ୍ୟ ଚୋରି କରୁଅଛୁ? ଦଶମାଂଶ ଓ ନୈବେଦ୍ୟରେ। ମତ୍ୟ ମାନେ, ଯେତେବେଳେ ଆମେ ଆମମାନଙ୍କର ଦଶମାଂଶ ଦେଇନଥାଉ, ସେତେବେଳେ ଆମେ ପରମେଶ୍ୱରଙ୍କର ଚୋରି କରିଥାଉ। ଦଶମାଂଶ କହିଲେ ଦଶମ ଅଂଶ। ଯଦି ଗୋଟେ ଟଙ୍କାଟି 100 ପଇସା, 90 ପଇସା ଆମର, କେବଳ 10 ପଇସା ପ୍ରଭୁଙ୍କର। 100 ଟଙ୍କାରେ 10 ଟଙ୍କା ପ୍ରଭୁଙ୍କର, 1000 ଟଙ୍କାରେ 100 ଟଙ୍କା ପ୍ରଭୁଙ୍କର। କିନ୍ତୁ ଆମେ ସେଇ 90 ଟଙ୍କା ସହିତ ଆଉ 10 ଟଙ୍କା ମଧ୍ୟ ପ୍ରଭୁଙ୍କର ମଧ୍ୟ ହଜମ କରିଦେଇଥାଉ। ଆଉ ସେତେବେଳେ ପ୍ରଭୁ କହୁଛନ୍ତି ତୁମମାନେ ଚୋର। ଯଦି ଆପଣମାନେ ଦେଖିବେ, ଗୋଟେ ଦରମା ପାଇବା ଜଣେ ଚାକିରିଆ ଲୋକର ଲିଷ୍ଟରେ, ଘରେ ଲିଷ୍ଟରେ ଥିବ, ତାଙ୍କ ସ୍ତ୍ରୀ ଲିଷ୍ଟ ପ୍ରସ୍ତୁତ କରିଦେଇଥିବେ ଯେ କ'ଣ କ୍ଷୀର ବାଲାକୁ ଏତିକି, ଇଲେକ୍ଟ୍ରିକ ବାଲାକୁ ଏତିକି, ଷ୍ଟାର ବାଲାକୁ ଏତିକି, ଆଉ ସୌଦା ସାମାନ ଯୋଉ ଆସିଛି ଏତିକି, ପରିବା ଏତିକି, ସବୁ ଏତିକି, ସବୁ ବିଷୟ ଲେଖା ହେଇଯାଇଥିବ। କିନ୍ତୁ ପ୍ରଭୁଙ୍କ ପାଇଁ କେତିକି ସେଇଟା ଲେଖା ହେଇନଥିବ। ସବୁ ବିଷୟର ତାଲିକା ଥିବ, କିନ୍ତୁ ପ୍ରଭୁଙ୍କ ପାଇଁ ପ୍ରଭୁଙ୍କରଟା ମଧ୍ୟ ସେ ଆମେ ନିଜେ ଖାଇ ଦେଇଥାଉ। ତେଣୁକରି ଆମେ ଚୋର ହେଇଯାଇଥାଉ। କିନ୍ତୁ ପ୍ରଭୁ କହୁଛନ୍ତି ତୁମର ସମ୍ପୂର୍ଣ୍ଣ ଦଶମାଂଶ ଆମ ନିକଟକୁ ଆଣ। ଯାକୁବ ସେ ମାନତ କରିଥିଲେ, ଆଉ ଯାହା ମାନତ କରିଥିଲେ ପରବର୍ତ୍ତୀ ସମୟରେ ତାହା ମଧ୍ୟ ସେ ପୂର୍ଣ୍ଣ କରିଥିଲେ। ଆଉ ଜଣଙ୍କ ବିଷୟ ଦେଖିବା ମାନତ ବିଷୟରେ। ଜିପ୍ତହ ନାମରେ ଏକ ରାଜା ଥିଲେ। ସେ ଯେତେବେଳେ ଯୁଦ୍ଧ କରିବାକୁ ଯାଉଛନ୍ତି, ସେତେବେଳେ ଗୋଟେ ମାନତ କରିଥିଲେ, ପ୍ରଭୁ ମୁଁ ଯଦି ଯୁଦ୍ଧ କରି ବିଜୟ ହେବି, ଆଉ ଫେରିବା ସମୟରେ ଆଉ ପ୍ରଥମେ ରାଜନଗରରେ ପ୍ରବେଶ କରିବା ବେଳୁ ସେଇ ରାଜଦ୍ୱାରରେ ଯାହାକୁ ପ୍ରଥମେ ଦେଖିବି, ତାହାକୁ ତୁମ ଉଦ୍ଦେଶ୍ୟରେ ମୁଁ ବଳିଦାନ କରିବି। ମୋ ପ୍ରିୟ ମାନେ, ଏହା ବଡ଼ ସଙ୍କଟାପୂର୍ଣ୍ଣ ମାନତ ଥିଲା। ସେ ଜାଣିନଥିଲେ ଯେ ଯୁଦ୍ଧରୁ ଫେରି ଆସିବା ସମୟରେ ତାଙ୍କର ଏକମାତ୍ର ଅଲିଅଳି ଝିଅ ପ୍ରଥମେ ତାଙ୍କ ସାକ୍ଷାତକୁ ଆସିବେ ବୋଲି। ଆଉ ଯେତେବେଳେ ଯୁଦ୍ଧରୁ ସେ ଫେରି ଆସୁଛନ୍ତି, ଯେଉଁ ମାନତ କରିଥିଲେ ପ୍ରଥମେ ତାଙ୍କ ଝିଅ ଆସିବେ। ରାଜା ବହୁତ ଅନୁତାପ କରୁଛନ୍ତି, କାନ୍ଦୁଛନ୍ତି। ଝିଅ ପଚାରୁଛି କ'ଣ ହେଲା? ନା ମୁଁ ଏ ପ୍ରକାର ମାନତ କରିଥିଲି, ଝିଅ ତୁ କେମିତି ଆଗକୁ ଚାଲି ଆସିଲୁ? ଆଉ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଁ ଯେଉଁ ମାନତ କରିଛି, ମୁଁ କି ପ୍ରକାର ଭାବରେ ତାହା ପୂର୍ଣ୍ଣ କରିବି? ମୋ ପ୍ରିୟ ମାନେ, ସେଇ ସ୍ଥାନରେ ଏଇ ଝିଅ ମଧ୍ୟ କହୁଛି, ମାନତ ଯଦି ପୂର୍ଣ୍ଣ କରିବାର ଅଛି, ପ୍ରଭୁଙ୍କ ପାଇଁ ଯଦି ମତେ ବଳିଷ୍ଠ କରିବାର ଅଛି, ତାହେଲେ ବଳି ହେବାକୁ ମୁଁ ପ୍ରସ୍ତୁତ। କିନ୍ତୁ କିଛି ସମୟ ଦିଅ, ମୋ ସାଙ୍ଗମାନଙ୍କ ସାଥିରେ ଯାଇ ମୁଁ ବୁଲି ଆସିବି, ତାପରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମତେ ବଳିଷ୍ଠ କରିବି। ମୋ ପ୍ରିୟ ମାନେ, ନିଜ ଝିଅକୁ ସେ ବଳି ଉତ୍ସର୍ଗ କରୁଛନ୍ତି, କାରଣ ସେ ମାନତ କରିଥିଲେ। ଆଉ ସେ ମାନତ ପୂର୍ଣ୍ଣ କରିବାକୁ ଯାଇ ନିଜ ଝିଅକୁ ମଧ୍ୟ ବଳି ଦେବା ପାଇଁ କୁଣ୍ଠାବୋଧ ହେଇନଥିଲେ। ଆଜି ଆମେ ଅନେକ ସମୟରେ ମାନତ କରିଥାଉ, କିନ୍ତୁ ମାନତ ପୂର୍ଣ୍ଣ ହେଇଗଲା ପରେ
ଦେବା ପାଇଁ ବହୁତ କୁଣ୍ଠାବୋଧ କରିଥାଉ, ଭୁଲି ଯାଇଥାଉ ସେ ମାନତ କରିବା ବିଷୟ। କାରଣ ସଙ୍କଟ ଆସିବା ସମୟରେ ଆମେ ସେ ମାନତ କରିଦେଇଥାଉ, କିନ୍ତୁ ସଙ୍କଟ ଚାଲିଗଲା ପରେ ଭୁଲି ଯାଇଥାଉ ଆଉ ସେ ମାନତକୁ ପୂର୍ଣ୍ଣ କରିନଥାଉ। କିନ୍ତୁ ଆଉ ଜଣେ ଦେଖିବା, ଆଉ ଜଣେ ସ୍ତ୍ରୀ ଲୋକର କଥା, ଆଉ ସେ କିପରି ଆପଣା ମାନତକୁ ପୂର୍ଣ୍ଣ କରିଥିଲେ। ସେ ହେଲେ ପ୍ରଥମ ସାମୁଏଲରେ ଲେଖାଯାଏ, ପ୍ରଥମ ସାମୁଏଲ ତାର 1:11 ଯାହାକି ହଉଛି ହାନାଙ୍କର ମାନତ। ହାନା ଆମେ ଦେଖୁ ସେ ସ୍ଥାନରେ ତାର ହଉଛି ଦୃଷ୍ଟାନ୍ତମୂଳକ ମାନତ ସେ କରିଥିଲେ। ପୁଣି ସେ ଏକ ମାନତ ମନାସି କହିଲେ, ହେ ସୈନ୍ୟାଧିପତି ସଦାପ୍ରଭୁ, ଯେବେ ତୁମେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମତେ ସ୍ମରଣ କରି ଆପଣା ଦାସୀକି ପାଶୁରିବ ନାହିଁ, ମାତ୍ର ଆପଣା ଦାସୀକି ଏକ ପୁତ୍ର ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି। ଗୋଟିଏ ମଧ୍ୟ ଛୁଆ ନାହିଁ ତାହାର। ସୌତୁଣୀ ପନିନା ତାକୁ ଅନେକ ପରିହାସ କରୁଛି, ଅନେକ ଦୁଃଖ ଦଉଛି। ସେ ପ୍ରଭୁଙ୍କ ନିକଟରେ ଶିଲ ମନ୍ଦିରରେ କାନ୍ଦି କାନ୍ଦି ପ୍ରାର୍ଥନା କରୁଛି, ଯାହାର ପ୍ରାର୍ଥନାରେ କୌଣସି ଶବ୍ଦ ନଥିଲା, ମାତ୍ର ବଡ ଶକ୍ତିଶାଳୀ ପ୍ରାର୍ଥନା ଥିଲା। ସବୁଠୁ ଶକ୍ତିଶାଳୀ ପ୍ରାର୍ଥନା ହାନାର ପ୍ରାର୍ଥନା ଥିଲା, ଯୋଉ ପ୍ରାର୍ଥନାରେ କି ଶବ୍ଦ ନଥିଲା କିନ୍ତୁ ଶକ୍ତିନିହିତ ଥିଲା। ଯେଉଁ ପ୍ରାର୍ଥନା ପ୍ରଭୁଙ୍କ ସହିତ ସେ କଥୋପକଥନ କରୁଥିଲେ, ଯାହାକୁ ଦେଖି ଏଲି ଯାଜକ କହିଲେ, ତୁମେ କେତେ କାଳ ମାତାଲ ହୋଇ ରହିବ। ପ୍ରିୟ ମାନେ, ଏଇ ପ୍ରାର୍ଥନା ପ୍ରଭୁ ଶୁଣିଲେ। ଯେଉଁ ପ୍ରାର୍ଥନା ସେ କରିଥିଲେ, ଯଦି ତମେ ମତେ ଗୋଟେ ପୁତ୍ର ସନ୍ତାନ ଦେବ, ତାହେଲେ ମୁଁ ତାହାକୁ ତୁମ ଉଦ୍ଦେଶ୍ୟରେ ଦେବି। ସ୍ତନ୍ୟପାନ ତ୍ୟାଗ କରିବା ପରେ ସେ ତାଙ୍କର ମାନତକୁ ପୂର୍ଣ୍ଣ କରିଥିଲେ। ନିଜ ପୁଅ ସାମୁଏଲକୁ ଆଣି ପ୍ରଭୁଙ୍କୁ ଦେଇଥିଲେ। ସାମୁଏଲ ଅର୍ଥ ହଉଛି ପ୍ରଭୁ, ପରମେଶ୍ୱର ଦତ୍ତ। ପ୍ରଭୁ ଦେଇଥିଲେ ଆଉ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଉତ୍ସର୍ଗ କଲେ, ତାଙ୍କର ମାନତକୁ ପୂର୍ଣ୍ଣ କଲେ। ଇଏ ଆପଣା ଛୋଟ ଛୁଆକୁ, କୋଳରେ ଗୋଟିଏ ମଧ୍ୟ ଛୁଆ ନାହିଁ, ଗୋଟିଏ ଛୁଆ ପାଇଥିଲେ, ତାକୁ ନେଇ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରିଥିଲେ ବୋଲି ଆଉ ସେ ସେଇ ମାନତ ପୂର୍ଣ୍ଣ କରୁଛନ୍ତି, ନିଜ ପୁଅକୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରୁଛନ୍ତି। ହାଲେଲୁୟା। ଆଜି ସେପରି ମା ମାନେ ଦେଖିବା ବହୁତ କଷ୍ଟ। ଯେତ ବାକ୍ୟରେ ଲେଖାଯାଏ, ପ୍ରଥମ ଜାତ ସନ୍ତାନ ପରମେଶ୍ୱରଙ୍କର। ଆଜି ପ୍ରଭୁଙ୍କ ସେବା କରିବା ପାଇଁ କୌଣସି ମା, କୌଣସି ବାପା ଆଗ୍ରହୀ ନୁହନ୍ତି। ଯଦି ଆମଙ୍କର 5ଟା ଛୁଆ ଦେଇଛନ୍ତି ପ୍ରଭୁ, ତାର ପ୍ରଥମ ଛୁଆଟି ହଉଛି ପ୍ରଭୁଙ୍କର। ମୋ ପ୍ରିୟ ମାନେ, ପ୍ରଭୁ ତାହା ଚାହାନ୍ତି। ଆଉ ଯେତେବେଳେ ହାନା ମାନତ କରିଥିଲେ ନିଜ ସନ୍ତାନକୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେବା ପାଇଁ, ଆଉ ସେ ଦେବା ପରେ ଆହୁରି 3ଟି ସନ୍ତାନର ମା ହେବାର ସୌଭାଗ୍ୟ ପାଇଲେ। ଏ ଥିଲା ମାଙ୍କର ଏକ ମାନତ। ଆଉ ଯଦି ଆପଣ ମାନେ ଗୀତ ସଂଗୀତା ତାର 22-25 ପଢିବେ, କେହି ଯଦି ପଢନ୍ତୁ, 2ଟି ସ୍ଥାନରେ ପଢିବେ, 22-25 ଆଉ 56-12, এই 2ଟି ସ୍ଥାନରେ ପଢନ୍ତୁ। ଗୀତ ସଂଗୀତା 22-25। ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋର ପ୍ରଶଂସା ଭୂମି। ମୁଁ ତାହାଙ୍କ ଭୟକାରୀ ମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି। এই ସ୍ଥାନରେ ମତେ ଲେଖା ହଉଛି, ତାଙ୍କର ପରମେଶ୍ୱରଙ୍କ ଭୟକାରୀ ମାନଙ୍କ ସମ୍ମୁଖରେ ଆପଣା ମାନତ ପୂର୍ଣ୍ଣ କରିବି। 56-12 ଦେଖନ୍ତୁ କଣ ଲେଖାଯାଏ। 56 ତାର 12 ପଦରେ, ହେ ପରମେଶ୍ୱର, ତୁମ ନିକଟରେ ମୋର ମାନତ ଅଛି, ମୁଁ ତୁମକୁ ଧନ୍ୟବାଦ ରୂପ ଉପହାର ଦେବି। ହାଲେଲୁୟା। ଆଉ ଗୋଟିଏ ପଦ ପଢନ୍ତୁ, ଗୀତ ସଂହିତା 116, 14। 116 ତାର 14। ପ୍ରଭୁ ଦାଉଦଙ୍କୁ ଅନେକ ସ୍ଥାନରୁ ଉଦ୍ଧାର କରିଥିଲେ। ଆଉ ପ୍ରତ୍ୟେକ ସ୍ଥାନରେ ସେ ଯାହା କିଛି ମାନତ ରଖିଥିଲେ, ସର୍ବସମ୍ମୁଖରେ ସେଇ ମାନତକୁ ସେ ପୂର୍ଣ୍ଣ କରୁଛନ୍ତି। 116 ତାର 14 ପଦରେ ଏପରି ଲେଖାଯାଏ, ମୁଁ ସଦାପ୍ରଭୁ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମେ ଯାହା ମାନତ କରିଥିବା, ମୋ ପ୍ରିୟ ମାନେ, ତାହା କେବେ ମଧ୍ୟ ଭୁଲିବା ନାହିଁ ପୂର୍ଣ୍ଣ କରିବା ପାଇଁ। ଯଦି ପୂର୍ଣ୍ଣ ନ କରୁ, ତାହେଲେ ଆମ ନିମନ୍ତେ ଆଶୀର୍ବାଦ ପରିବର୍ତ୍ତେ ଅଭିଶାପ ଆସିବ। ତେଣୁକରି ଯେତେବେଳେ ଆମେ ମାନତ କରିଥାଉ, ଟିକେ ଭଲ ଭାବରେ ଚିନ୍ତା କରି ତରବର ନ ହୋଇ ମାନତ କରିବା ଆବଶ୍ୟକ।
ଚିନ୍ତା ନ କରି ମାନତ କରିବା ବିରୁଦ୍ଧରେ ସତର୍କ ବାଣୀ ଦିଆଯାଇଛି। ଆପଣମାନେ ଦେଖିବେ ମାନତ କଲା ପରେ ବିଚାର କରିବାର ଫାନ୍ଦ ସ୍ୱରୂପ ହିତ ତାର 20 ପର୍ବ 25 ପଦ ଦେଖନ୍ତୁ କଣ ଲେଖାଯାଏ। ହିତୋପଦେଶ 20 ପର୍ବ ତାର 25 ପଦ। ଏହା ପବିତ୍ର ବୋଲି ହଠାତ୍ କହିବାର ଓ ମାନତ ଓଲାଉତାରେ ବିଚାର କରିବାର ମନୁଷ୍ୟ ପ୍ରତି ଫାନ୍ଦ ସ୍ୱରୂପ। ମାନତ କରିସାରିଲା ପରେ ଆଉ ଥରେ ବିଚାର କରନ୍ତି, ହେ ମୁଁ ତରବରରେ କାହିଁକି ସେ ମାନତଟା କରିଦେଲି, ମୁଁ ତ ଦେଇପାରିବିନି, କାହିଁକି ଏମିତି ମୁଁ ମାନତ କଲି। ମାନତ କରିବା ପରେ ଆଉ ବିଚାର ଯଦି କରାଯାଏ ତାହା ଶୈତାନର ଫାନ୍ଦ ସ୍ୱରୂପ। ସେଇ ଫାନ୍ଦ ଆଣିକି ଶୈତାନ ପହଞ୍ଚାଇ ଦିଏ ଯେମିତି ଆମେ ଆମର ମାନତକୁ ପୂର୍ଣ୍ଣ କରିପାରିବା ନାହିଁ। ଯଦି ଆହୁରି ଟିକେ କ୍ଲିୟର ହବା ତାହେଲେ ଲେଖାଯାଏ ଉପଦେଶକ ତାର 5 ପର୍ବ ତାର 4-5 ଦେଖନ୍ତୁ କଣ ଲେଖାଯାଏ। ଉପଦେଶକ ତାର 5 ପର୍ବ 4 ଏବଂ 5 ଲେଖା ହେଉଛି, ତୁମେ ପରମେଶ୍ୱରଙ୍କ ନିକଟରେ ମାନତ କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ, କାରଣ ମୂର୍ଖ ମାନଙ୍କ ଠାରେ ତାହାଙ୍କର ସନ୍ତୋଷ ନାହିଁ। ତୁମେ ଯାହା ମାନତ କର ତାହା ପରିଶୋଧ କର। ମାନତ କରି ପରିଶୋଧ ନ କରିବା ଅପେକ୍ଷା ତୁମର ମାନତ ନ କରିବା ଭଲ। ଆମେ ଯଦି ମାନତ କରୁଛୁ ତାହେଲେ ଆମେ ସେ ମାନତକୁ ପୂରଣ କରିବାକୁ ପଡିବ। ଯଦି ମାନତ ପୂରଣ କରୁନାହୁଁ ତାହେଲେ ସେ ମାନତ ନ କରିବାଟା ଭଲ। ଟିକେ ଉପରକୁ ଯଦି ପଡିବା 2 ପଦରୁ ସେଠି କଣ ଲେଖାଯାଉଛି, ତୁମେ ଆପଣା ମୁଖରେ ଅବିବେକୀ ହୁଅ ନାହିଁ, ଯାହା କହୁଛ ତାହା କର, ଅବିବେକୀ ହୁଅ ନାହିଁ। ଯଦି କରୁନାହଁ ତାହେଲେ ତୁମେ ଅବିବେକୀ। ଓ ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମର ଚିତ୍ତ ଚଞ୍ଚଳ ନ ହେଉ, କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି, ତୁମେ ପୃଥିବୀରେ ଅଛ। ଯେହେତୁ ତୁମର କଥା ଅଳ୍ପ ହେଉ। ଯଦି ଆମେ ପରମେଶ୍ୱରଙ୍କ ନିକଟରେ କହିବା ସମୟରେ ତରବର ହେଇକି କହିଦଉ ଆଉ ପରେ କହୁ ପ୍ରଭୁ ମୁଁ କରିଦେଲି ସିନା, ଆଉ ମୁଁ ତ ସେ ମାନତକୁ ପୂର୍ଣ୍ଣ କରିପାରିବି ନାହିଁ, ଏହା ମାନତ କରିବା ପରେ ଚିନ୍ତା କରିବା ଆବଶ୍ୟକ ନାହିଁ। ତେଣୁକରି ମାନତ କରିବା ପୂର୍ବରୁ ପ୍ରଥମେ ଚିନ୍ତା କରିବା ଆବଶ୍ୟକ। ଏ ବିଷୟ ନେଇ ଗୋଟେ ଛୋଟିଆ ଘଟଣା ଆପଣମାନଙ୍କୁ କହିବା ପାଇଁ ଚାହେଁ। ଥରେ ଜଣେ ଯୁବା ପୁଅ ଗୋଟେ ଗଛରେ ଚଢିଛନ୍ତି, ନଡିଆ ଗଛରେ କିଛି ନଡିଆ ଚୋରି କରିବା ପାଇଁ। ଆଉ ଯେତେବେଳେ ସେ ଚଢୁଛନ୍ତି ସେ ଗଛ ଉପରେ, ଆଉ ପୁରା ଉପରେ ପହଞ୍ଚି ଯାଇଛନ୍ତି, ଆଉ ଯେତେବେଳେ ସେ ଡାଳ ଉପରେ ବସିବା ପାଇଁ ଚେଷ୍ଟା କରୁଛନ୍ତି, ହାତ ଧରି ଉଠିବା ପାଇଁ, ସେ ଡାଳକୁ ଗୋଟେ ନାଗସାପ ଫଣା ଟେକି ସେଇଠି ତାକୁ ମାରିବା ପାଇଁ ଉଦ୍ୟତ ହେଉଛି। ଯେତେବେଳେ ନାଗସାପ ଫଣା ଟେକିକିରି ଅଛି, ଏଇ ପୁଅ ଦେଖିଲା, ବହୁତ ଭୟଭୀତ ହେଇଗଲା। ହାତ ଛାଡିଦେଲେ ତଳେ ପଡିଯିବ, ଯଦି ହାତ ଟିକେ ହଲଚଲ କରିବ ସାପ ମାରିଦବ, କଣ କରିବ। ସେଇ ସମୟରେ ତାର ମନେ ପଡିଲା ଏଇ ବିଷୟ, ସେଇ ଗୀତ ସଂଗୀତା ତାର 50, 14 ଏବଂ 15 ପଦ। ସେ ମାନତ ଗୋଟେ ମନାସିଲା, ଆଉ ତା ତଳକୁ ଲେଖା ଏଇ ସଙ୍କଟ ଦିନରେ ଆମ୍ଭ ଗୁଡାକ ଆମେ ତୁମକୁ ଉଦ୍ଧାର କରିବା। ହଁ, ଏଇ ସଙ୍କଟରୁ ମତେ ଆଉ କିଏ ଉଦ୍ଧାର କରିବାକୁ ନାହିଁ, ଏଠି କେବଳ ଉଦ୍ଧାର କରିବେ ପ୍ରଭୁ। ତାଙ୍କ ନିକଟରେ ମାନତ କଲା, ହେ ପ୍ରଭୁ ମତେ ଏଇ ସଙ୍କଟରୁ ଉଦ୍ଧାର କର, ଏ ସାପ କବଳରୁ ଉଦ୍ଧାର କର, ତାହେଲେ ମୁଁ ମଣ୍ଡଳୀକୁ 101 ଟଙ୍କା ଦେବି। ତରବରରେ ସେ ମାନତ କରିଦେଲା ସେଇ ବିପଦରୁ ଉଦ୍ଧାର ପାଇବା ପାଇଁ। ସେ ଥିଲା ସାପ ଧୀରେ ଅଣା ତଳକୁ ଗଲା, ଆଉ ଇଏ ହାତ ବାହାର କରିକି ତଳକୁ ଖସିବାକୁ ଆରମ୍ଭ କଲା। ସାପଠାରୁ ଟିକେ ଦୂରକୁ ଆସିଛି, ଆଉ ସେ ସେଇଠି ଦେଖୁଛି ସାପ ତାଠାରୁ ଟିକେ ଦୂରରେ ଅଛି। ସେ ହଠାତ୍ ଆସି ପହଞ୍ଚିକି ତାକୁ ମାରିପାରିବ ନାହିଁ। ଆଉ ସେଇ ସମୟରେ ସେ କହୁଛି, ପ୍ରଭୁ ମୁଁ ସେ ସଙ୍କଟରେ ପଡିବା ସମୟରେ ତରବରରେ ସିନା କହିଦେଲି ଆପଣଙ୍କୁ 101 ଟଙ୍କା ମଣ୍ଡଳୀକୁ ଦେବି ବୋଲି, କିନ୍ତୁ ମୁଁ 101 ଦେଇପାରିବି ନାହିଁ, 75 ଟଙ୍କା ଦେବି। ସେଇଠୁ ଆଉ ଟିକେ ଖସୁଛି, ଦେଖୁଛି ଅଧ ବାଟ ଆସିଗଲାଣି, ସାପ ଯୋଉଠି ସେଇଠି ଅଛି। ଆଉ ଥରେ ତାର ସେଇ ପ୍ରତିଜ୍ଞାକୁ ପରିବର୍ତ୍ତନ କଲା, ପ୍ରଭୁ ମୁଁ ସିନା କହିଦେଲି 75 ଟଙ୍କା ଦେବି ବୋଲି, ମୁଁ 50 ଟଙ୍କା ଦେବି, ପ୍ରଭୁ ମତେ ଏଇଠୁ ଉଦ୍ଧାର କର। ଆଉ ଟିକେ ତଳକୁ ଆସିଛି, ସେ 50ରୁ 25କୁ ଖସି ଆସିଲା।
पूरा तलक ओल्लीगला रक्षा पाईगली पाप कबल मोर भाग्य आज भल प्रभु को धन्यवाद मत देवा भूलीगला से 100 टंकार 25 टका को आसला 10 टका देवा इच्छा प्रकाश कला ना जिते प्रभु को धन्यवाद न दे मानत को पूर्ण न कला से हठात गछ उपर साप तार मुंड उपर पड़ा और ता कपाल को गोटे चोट मारा से युवा पुओ मृत्यु घटला कहबार अर्थ आमने जदि मानत करू तरबर ही करवा ना भल भाव चिंता करवा आम सक्षम अनुजाई आम मानत करवा आ प्रभु को देवा जदि आपण मान देखिए गोटे पद पढ़ाई अनुरोध करी द्वितीय विवरण तार 28 पूर्व 13 पद पढ़े आज्ञा मैं पढ़ी क्षमा करेंगे द्वितीय विवरण तार 23 21 रु 23 पढ़ु सदा प्रभु तुम परमेश्वर उद्देश्य रे तुम्हें मानत मनासिले ताहा देवाकू विलंब करिबो नाही कारण ताहा तुमर पाप हेबो सदा प्रभु तुम परमेश्वर अवश्य तुम ठारो ताहा आदाय करिवे मात्र जेबे मानत न कर तेबे तहिरे पाप हेबो नाही जहा तुम अष्टरु निर्गत होई अछि ताहा करि आम मुखरु जहाँ बाहरी पड़ी मानत आ ताहा करिबा पई आमे चेष्टा करिबा यदि मानत करी ता पूर्ण करिबा नाही ताहाले पाप हेबो किंतु प्रभु छाड़िबे नाही जे कोनसी उपाय रे मध्य आमे जहाँ मानत करिछु से कड़ा गंडा करी आमान को ठारु आदाय करि नेबे ओ प्रिय माने तेणु करी आमे यदि मानत करिछु आज पर्यंत अनेक विषय आमे मानत करि थाउ मानत करी भूली जाई थाउ किंतु मानत करी भूली जीवाटा पाप अटे आ प्रभु जिंती हेले आम ठारु जहाँ मानत करिछु ता आदाय करि नेबे गीत संगीता 66 तार 13 14 पढ़तु गीत संगीता 66 13 14 ମୁଁ ହୋମ ବଳି ନେଇ ତୁମ୍ଭ ଗୃହକୁ ଆସିବି ମୁଁ ସଂକଟ ରେ ଥିଲା ବେଳେ ମୋ ଓଷ୍ଠାଧର ଯାହା ଉଚ୍ଚାରଣ କରିଅଛି ଓ ମୋ ମୁଖ ଯାହା କହିଅଛି ମୋହର ସେହି ସବୁ ମାନତ ତୁମ୍ଭ ଉଦ୍ଦେଶ୍ୟରେ ପୂର୍ଣ୍ଣ କରିବି। हालेलुया हमने देखु केते स्थान रे मानत विषय लिखा जाए आ मानत पूर्ण करने विषय लिखा जाए आम अष्टाधर जहाँ भारी पड़े आम मन रे जहाँ चिंता आसे आम जहाँ देवा बोले प्रतिज्ञा कर दो यदि ताहा न दो ताहा पाप अटे आ से पापर दंड मध्य निहाती रही यदि आम नूतन नियम रे देखिबा आपण माने समस्त जानी से विषय जहाँकि प्रेरित तार 5 पर्व रे गोटे घटना लिखा जाए अच्छी से हनानिया सफीरा विषय जिते मंडली दिन को दिन बढ़ी चलला आते पितरंकर प्रचार शुणी गोटे दिन 3000 लोक आउ 4000 लोक 5000 लोक एपरी मंडली सामिल हेले आस्ते आस्ते मंडली बढ़ी चलला आउ समस्त जमी समान रे समस्त आनंद रे तेणुक लोक मैंने जी जार स्थावर अस्थावर संपत्ति जहाँ थिला बिक्री करी आनी प्रेरित मान पाद तले ढाली देले आउ प्रेरित माने समान भाव समस्त को बांटी देले भितर का मध्य दुख नथिला समस्ते घरे घरे आनंद रोटी भांगी भोजन करुले आ घरे घरे उपासना करुले ए प्रकार चलवा समय अनानिया सफीरार मनर मध्य गोटे चिंता आसला से मन रे चिंता आसला समस्ते दौरान चलो आमे मध्य देवा देखंतु मन रे गोटे भावना आसला उभय स्वामी स्त्री एक परामर्श है प्रभु को देवा पाए मन रे मानत मनासिले इच्छा प्रकाश कले हमर जो जमी अच्छी ताको बिकिबा जहाँ टंका से आसब सबुतक टंका
ଆମେ ପ୍ରେରିତ ମାନଙ୍କୁ ନେଇ ଦେଇଦେବା। ସମସ୍ତେ ଯେମିତି ଦଉଛନ୍ତି ଆମେ ମଧ୍ୟ ସେମିତି ଦେବା। କିଛି ଖରାପ ବିଷୟ ସେମାନେ ଚିନ୍ତା କରିନଥିଲେ, ଉତ୍ତମ ବିଷୟ ଚିନ୍ତା କରିଥିଲେ। ଆଉ ଯେତେବେଳେ ସେଇ ବିଷୟ ଆଉ ସେମାନେ ମନରେ ମନାସି ସେମାନେ କଣ କଲେ, ସେ ଜମିକୁ ବିକ୍ରି କରିବାକୁ ଗଲେ। ପ୍ରଭୁଙ୍କ ଅନୁଗ୍ରହରୁ ଭଲ ମୂଲ୍ୟରେ ସେଇ ଜମି ବିକ୍ରି ହେଲା। ଆଉ ଯେତେବେଳେ ଟଙ୍କା ଆସିଲା, ତ 500 ଟଙ୍କିଆ ନୋଟ ଗୁଡ଼ିକ ଭିଡ଼ା ଭିଡ଼ା ଆସିଥିବ। ଆଉ ଯେତେବେଳେ ଦେଖୁଛନ୍ତି ଏତେ ଟଙ୍କା, ବାପରେ, ନା ଏଥିରୁ 10,000 ଟଙ୍କା ସେମାନେ କଣ କରିବେ ନା ମନରେ ଚିନ୍ତା କଲେ, କିଛି ଟଙ୍କା ଆମେ ଆମର ଗଡରେଜରେ ରଖିଦେବା, ଅବଶିଷ୍ଟ ନେଇକି ଆମେ ତାଙ୍କୁ ଦେଇଦେବା। ସେମାନେ କଣ ଜାଣିପାରିବେ କି ଯେ ଆମେ ଏତିକି ଟଙ୍କାରେ ଜମି ବିକ୍ରୟ କଲୁ ବୋଲି? ଦିଅ ଗୋଟେ ପରାମର୍ଶ ହେଲେ, ଫାନ୍ଦ ଫାନ୍ଦ ଶୈତାନ ଫାନ୍ଦ ପକଉଛି। ଆଉ ସେମାନେ ଏଇ ଟଙ୍କାକୁ ଦେଖି ଲୋଭ କରି କିଛି ଟଙ୍କା ତାଙ୍କ ଗଡରେଜରେ ଲୁଚେଇ ରଖିଲେ। ତାପରେ ବଳକା ଟଙ୍କା ଅନ୍ୟାନ୍ୟ ଧରିକିରି ଭିତର ପାଖକୁ ଯାଉଛନ୍ତି। ଦେଖନ୍ତୁ ମନରେ କଣ ମନ ଆସିଥିଲେ, ଜମି ବିକିବା, ଯାହା ଟଙ୍କା ହବ ସବୁ ନେଇ ପ୍ରଭୁଙ୍କୁ ଦେଇଦେବା। କିନ୍ତୁ ଦେଲା ବେଳେ ଶୈତାନ ମନରେ ଲୋଭ ଆଣି ଦଉଛି, ତ ନିଜ ପାଇଁ କିଛି ରଖେ, ସବୁ ଯାକ କାହିଁକି ନେଇକି ଦବୁ? ଆଉ ସେ ଫାନ୍ଦରେ ସେମାନେ ପଡି ଯାଉଛନ୍ତି। ଏକ ପରାମର୍ଶରେ କିଛି ଟଙ୍କା ଲୁଚେଇ ଦଉଛନ୍ତି, ଅବଶିଷ୍ଟ ଟଙ୍କା ନେଇ ପ୍ରେରିତର ପାଦ ତଳେ ଥୋଇଛନ୍ତି, ପିତରଙ୍କ ପାଦ ତଳେ। ଅନ୍ୟାନ୍ୟ ଯେତେବେଳେ ନେଇ ସେ ଟଙ୍କା ଥୋଇଲେ, ପିତର ପଚାରିଲେ, ଅନ୍ୟାନ୍ୟ କଣ ଏତିକି ଟଙ୍କାରେ ଜମି ବିକ୍ରି କଲ? ଦେଖନ୍ତୁ ସେଇ ସ୍ଥାନରେ ସେ କଣ କରୁଛି ନା, ହଁ ଏତିକି ଟଙ୍କାରେ ବିକ୍ରୟ କଲୁ। ସେତେବେଳେ ପିତର ଗୋଟେ ସୁନ୍ଦର ବିଷୟ କହୁଛନ୍ତି, ଦେଖ ଜମି ବିକ୍ରି ନ ହେବା ପୂର୍ବରୁ ତାହା କଣ ତମର ନଥିଲା? ତମକୁ କିଏ କହିଥିଲା ବିକ୍ରି କରିବା ପାଇଁ? ତମେ ଯଦି ମନରେ ଚିନ୍ତା କଲ ବିକ୍ରି କରି ଆଣି ତାର ସମସ୍ତ ଧନ ଦେବି ବୋଲି, ପରବର୍ତ୍ତୀ ସମୟରେ ତମେ କାହିଁକି ତାର କିଛି ଅଂଶ ଲୁଚାଇ ରଖିଲ? ତୁମେ ଯେ ମନୁଷ୍ୟ ସମ୍ମୁଖରେ ମିଥ୍ୟା କହିଲ ତାହା ନୁହେଁ, କିନ୍ତୁ ପବିତ୍ର ଆତ୍ମାଙ୍କ ସମ୍ମୁଖରେ ମିଥ୍ୟା କହିଛ। ମତେ ମାନେ ଆମେ ମନରେ ଚିନ୍ତା କରୁ କିମ୍ବା ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ଆଲୋଚନା କରି ସ୍ଥିର କରୁ, ଯାହା କିଛି ଆମେ ସ୍ଥିର କରିଥିବା ତାହା ପ୍ରଭୁଙ୍କ ସମ୍ମୁଖରେ, ଆଉ ସେ ବିଷୟକୁ ଆମେ ଦେବା ପାଇଁ ବାଧ୍ୟ ହେବା। ଆଉ ସେଇ ସ୍ଥାନରେ ଅନ୍ୟାନ୍ୟ ଭାବିଥିଲେ ଯେ ମୁଁ ପିତରଙ୍କ ଆଗରେ ମିଛ କଥା କହୁଛି, କିନ୍ତୁ ପିତରଙ୍କ ମଧ୍ୟରେ ପବିତ୍ର ଆତ୍ମାଙ୍କର ଉପସ୍ଥିତି ଥିଲା। ଆଉ ତେଣୁ ପିତର କହିଲେ, ତୁମେ ମନୁଷ୍ୟ ସମ୍ମୁଖରେ ମିଛ କଥା କହିନା, ମାତ୍ର ପବିତ୍ର ଆତ୍ମାଙ୍କ ସମ୍ମୁଖରେ ମିଛ କଥା କହିଛ। ଏତିକି କହିବା କ୍ଷଣି ଦଣ୍ଡ ସାଙ୍ଗେ ସାଙ୍ଗେ ଉପସ୍ଥିତ। ଆଜି ହୁଏତ ସେ ଦଣ୍ଡ ଆସୁନାହିଁ ବୋଲି ଆମେ ବଡ ଆନନ୍ଦିତ। ହଁ ମୁଁ ଯାହା କଲେ ମଧ୍ୟ ହଠାତ୍ ଦଣ୍ଡ ଆସୁନି, ମୋ ପ୍ରଭୁ କେତେ ଭଲ। ସାଙ୍ଗେ ସାଙ୍ଗେ ପାଟିରୁ ଗୀତ ବାହାରି ପଡେ, କେତେ ଭଲ ମୋର ପ୍ରଭୁ ଯୀଶୁରେ, କେତେ ଭଲ ମୋର ପ୍ରଭୁ। ପ୍ରଭୁ ଦଣ୍ଡ ଦଉନାହାନ୍ତି ଆମେ ଯାହା କଲେ ମଧ୍ୟ, କିନ୍ତୁ ସେ ସମୟରେ ପବିତ୍ର ଆତ୍ମାଙ୍କ ସମ୍ମୁଖରେ ଟିକେ ମିଛ କଥା କହୁ କହୁ ସାଙ୍ଗେ ସାଙ୍ଗେ ପ୍ରାଣ ଦଣ୍ଡ। ଯୋଉ ସେଠି ତଳେ ପଡି କଚାଡି ହେଇକି ପ୍ରାଣ ତ୍ୟାଗ କଲେ। ଯୁବା ମାନେ ଆସିଲେ, ଏଇ ଶବକୁ ନେଇକିରି ସମାଧି ଦେବା ପାଇଁ ଗଲେ। କିଛି ସମୟ ଅପେକ୍ଷା କରିବା ପରେ ସ୍ୱାମୀ ନ ଫେରି ଆସିବାରୁ ସଫିରା କଣ କଲେ, ଖୋଜି ଖୋଜି ପୁଣି ପିତରଙ୍କ ପାଖରେ ଯାଇ ପହଞ୍ଚୁଛନ୍ତି। ପ୍ରିୟମାନେ ସେଇଠି ପହଞ୍ଚିଲା ପରେ ପିତର ପୁନର୍ବାର ସଫିରାକୁ ମଧ୍ୟ ସେଇ ପ୍ରଶ୍ନ ପଚାରୁଛନ୍ତି, ତମେ କଣ ତମର ଜମି ଏତିକିରେ ବିକ୍ରୟ କଲ? ସେ ମଧ୍ୟ କହୁଛନ୍ତି ହଁ ସେତିକି ଟଙ୍କାରେ ବିକ୍ରୟ କଲୁ। ଯେତେବେଳେ ପିତର କହୁଛନ୍ତି, କାହିଁକି ତୁମେ ଏଇ ବିଷୟରେ ଏକ ପରାମର୍ଶ ହେଲ? ଯେତେବେଳେ ଏକ ପରାମର୍ଶ ହେଇକିରି ବିକ୍ରି କରି ସବୁ ଟଙ୍କା ଦେବି ବୋଲି ଭାବିଥିଲ, ଏ ଟଙ୍କା ଲୁଚିବା ପାଇଁ ମଧ୍ୟ କାହିଁକି ଏକ ପରାମର୍ଶ ହେଲ? ଉତ୍ତର ମଧ୍ୟ ସମାନ ଦେଉଅଛ। ସେ ଯେମିତି ମିଛ କଥା କହିଲେ ତମେ ମଧ୍ୟ ସେମିତି ମିଛ କଥା କହିଲ। ମୋ ନିକଟରେ ମିଛ କଥା କହିନା, ମାତ୍ର ପବିତ୍ର ଆତ୍ମାଙ୍କ ସମ୍ମୁଖରେ ମିଛ କଥା କହିଅଛ। ଯୋଉମାନେ ତମ ସ୍ୱାମୀକୁ କବର ଦେବାକୁ ଯାଇଥିଲେ, ସେମାନେ କବର ଦେଇ ଦ୍ୱାର ନିକଟରେ ପହଞ୍ଚିଲେଣି, ଆଉ ସେମାନେ ତୁମକୁ ମଧ୍ୟ ନେଇଯିବେ। ସାଙ୍ଗେ ସାଙ୍ଗେ ସେଇ ସ୍ଥାନରେ ସେ ମଧ୍ୟ ପଡି ମୃତ୍ୟୁବରଣ କଲେ। ଆଉ ଯୁବାମାନେ ଆସି ତାଙ୍କୁ ମଧ୍ୟ ଟେକି ନେଇ ତାଙ୍କ ସ୍ୱାମୀଙ୍କ ପାଖରେ ତାଙ୍କୁ କବର ଦେଲେ। ମୋ ପ୍ରିୟ ମାନେ, ମାନତ ସରି ମାନତ ପୂର୍ଣ୍ଣ ନ କରିବା ପାପ ଅଟେ। ଆଉ ଯଦି ମାନତ କରୁଛୁ ତା ପୂର୍ଣ୍ଣ କରିବା ନିହାତି ଆବଶ୍ୟକ ଅଟେ। ମାନତ କରିସାରିବା ପରେ ମୁଁ
ଭୁଲ କରିଦେଲି, ଏତିକି ମାନତ କରିବା କଥା ନଥିଲା, ପ୍ରଭୁ ମତେ କ୍ଷମା କର, ମୁଁ ଏତିକି ଦେଇପାରିବିନି, ଏତିକି ଦେବି, ଏ ପ୍ରକାର ମଧ୍ୟ କହିବା ନାହିଁ। ଆଉ ଏଇ ସ୍ଥାନରେ ଦେଖିଲୁ ଯେ ଯଦି ଆମେ ମାନତ କରି ନ ଦେବା ତାହେଲେ ମଧ୍ୟ ପ୍ରଭୁ ଆମକୁ ଦଣ୍ଡ ଦେବା ସଙ୍ଗେ ସଙ୍ଗେ ଆମଠାରୁ ସେ କଡ଼ାଗଣ୍ଡ ସହିତ ତାହା ଆଦାୟ କରି ନେବେ। ତେଣୁକରି ଆମେ ସଙ୍କଟ ଦିନରେ ଯେତେବେଳେ ଆମେ ପ୍ରଭୁଙ୍କୁ ଡାକୁ, ପ୍ରଭୁ ଆମକୁ ଉଦ୍ଧାର କରନ୍ତି। ଆମେ ତ ତାଙ୍କୁ ତାଙ୍କର ପ୍ରଶଂସା, ଧନ୍ୟବାଦ, ସ୍ତୁତି, ଆରାଧନା କରିବା ସତ, କିନ୍ତୁ ଯାହା ଆମ ଅଷ୍ଟାଧାରରେ ଆମେ ତାଙ୍କ ନିକଟରେ ମାନତ କରିଥିବା ତାହା ପୂର୍ଣ୍ଣ କରିବା ପାଇଁ ଯତ୍ନପୂର୍ବକ ଚେଷ୍ଟା କରିବା। ଆଉ ଯାହା ମାନତ କରିଛୁ, ବାକ୍ୟ ଲେଖାଯାଏ ଅତି ଶୀଘ୍ର ତାହା ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା। ବିଳମ୍ବ ହେଲେ ବିପତ୍ତି ରହିଅଛି, ଆଉ ଥରେ ଦୁଃଖ କଷ୍ଟ ରହିଅଛି। ତେଣୁକରି ମାନତ କରି ଅତି ଶୀଘ୍ର ତାହା ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା। ପୁଣି ଯାକବଙ୍କ ପରି ଦଶମାଂଶ ପ୍ରଭୁଙ୍କର ମନ୍ଦିରକୁ ଆଣିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏଇ ଛୋଟିଆ ବାକ୍ୟ ଉପରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆମେନ୍। ପ୍ରେଜ୍ ଦ ଲର୍ଡ ଭାଇ, ଧନ୍ୟବାଦ। ପ୍ରଭୁଙ୍କ ଅନୁଗ୍ରହରେ ଆଜି ଆମେ ଯେଉଁ ମାନତ ବିଷୟରେ ଆମେ ଯେଉଁ ଆଜି ଆମମାନଙ୍କର ଆବଶ୍ୟକ ଥିଲା, ସେ ଆବଶ୍ୟକ ବାକ୍ୟ ପ୍ରଭୁ ଆପଣଙ୍କ ମୁଖ ଦ୍ୱାରା ଆମମାନଙ୍କ ମଧ୍ୟରେ ପ୍ରକାଶ କରିଛନ୍ତି। ସେଥିରେ ମଧ୍ୟ ପ୍ରଭୁ ଗୌରବ ପାଆନ୍ତୁ। ଆଉ ପ୍ରଭୁ ଆପଣଙ୍କୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ। ଯେପରି ମାନେ ପ୍ରଭୁଙ୍କର ଯୋଉ ଆବଶ୍ୟକ ଆମମାନଙ୍କର ଆବଶ୍ୟକତା ଅନୁସାରେ ପ୍ରଭୁ ଆପଣଙ୍କୁ ବ୍ୟବହାର କରନ୍ତୁ। ସବୁ ଜାଗାରେ ଯେମିତି ପ୍ରଭୁ ଆପଣଙ୍କ ଦ୍ୱାରା ବିଭିନ୍ନ ବାକ୍ୟ ବିଭିନ୍ନ ସମୟରେ ଯୋଉ ଜାଗାରେ ଯୋଉ ଆବଶ୍ୟକ ବାକ୍ୟ ଦେଇ ଆପଣଙ୍କୁ ଅଧିକରୁ ଅଧିକ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ